ଲଘୁଚାପ ଜନିତ ବର୍ଷାରେ ଭାଙ୍ଗିଲା ଘର, ଶୁଖିଲା ଖାଦ୍ୟ ବଣ୍ଟନ କଲା ନ୍ୟାସନାଲ କ୍ଲବ। ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଫୁଲପଡ଼ା ପଞ୍ଚାୟତ ଖଲିନାଳ ସାହିର ନିରଞ୍ଜନ ଗଡ଼ନାୟକଙ୍କ ଘର ଲଘୁଚାପ ଜନିତ ବର୍ଷାରେ ଭାଙ୍ଗି ଯାଇଛି। ଫଳରେ ଘରେ ଥିବା ସମସ୍ତ ଆସବାବପତ୍ର ନଷ୍ଟ ହୋଇଯାଇଥିବା ବେଳେ ରହିବା ଖାଇବା କଷ୍ଟକର ହୋଇପଡ଼ିଛି। ଖବର ପାଇ ନ୍ୟାସନାଲ କ୍ଲବ ଫୁଲପଡ଼ାର ସଦସ୍ୟମାନେ ନିରଞ୍ଜନଙ୍କ ଘରେ ପହଞ୍ଚି ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି। ମୁଁ ହେଲି ଜ୍ୟୋତିରଞ୍ଜନ ବେହେରା, ଅନୁଗୁଳ ଡିଷ୍ଟ୍ରିକ୍ଟ ବଅଁରପାଳ ବ୍ଲକ ଫୁଲପଡ଼ା ପଞ୍ଚାୟତରେ ଥିବା ନ୍ୟାସନାଲ କ୍ଲବର ଏକ ସଦସ୍ୟ। ଆଜି କ'ଣ ହେଇଛି ତୁମ ଗାଁରେ? ପ୍ରବଳ ବର୍ଷା ପବନ ହେତୁ ଆମର ଏକ ଗରିବ ଅସହାୟ ଲୋକର ଘରଟି ଭାଙ୍ଗି ପଡ଼ିଛି। ଆମ କ୍ଲବ ତରଫରୁ ଆମେ କିଛି ତାକୁ ସାହାଯ୍ୟ କଲୁ। ଆମ ଦ୍ୱାରା ଯାହା ବି ସମ୍ଭବ ଆମେ ତା ସାହାଯ୍ୟ କଲୁ। କିଛି ଶୁଖିଲା ଖାଇବା ବଣ୍ଟନ ମଧ୍ୟ କରିଛୁ। ଆମେ ତାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛୁ, ଆମ ଦ୍ୱାରା ଯାହା ବି ସମ୍ଭବ ହୋଇପାରିବ ଆମେ ଆଗାମୀ ଦିନରେ ଆପଣଙ୍କୁ ସାହାଯ୍ୟ କରିବୁ। ଜୟ ଜଗନ୍ନାଥ।